ଶୁଖୁଆ କାହାକୁ ବା ପସନ୍ଦ ନୁହଁ। ତା ପୁଣି ଚିଙ୍ଗୁଡ଼ି ଶୁଖୁଆ, ତା ପୁଣି ପୋଇ ଶାଗର ଛେଚଡ଼ା। ଚିଙ୍ଗୁଡ଼ି ଶୁଖୁଆ, ପୋଇ ଶାଗର ଛେଚଡ଼ା, ଏଇଟା ହେଉଛି ଓଡ଼ିଶା ସ୍ପେସିଆଲି। ତ ଫ୍ରେଣ୍ଡସ୍, ଏଇ ଶୁଖୁଆଟା ଆମର ଓଡ଼ିଶାରୁ ଆସିଥିଲା। ଆଉ ପୋଇ ହେଉଛି ମୁଁ ବାଲକୋନିରେ ଲଗେଇଥିଲି ପୋଇ। ତ ନିଜେ ଲଗେଇଥିବା ଗଛରୁ ପରିବା ତୋଳିକି ରୋଷେଇ କରିବା, ସେଇଟା ଗୋଟେ ଖୁସି ଅଲଗା ପ୍ରକାର ଥାଏ। ତ ଫ୍ରେଣ୍ଡସ୍, ଚାଲନ୍ତୁ ଷ୍ଟାର୍ଟ କରିବା। ତା ପୂର୍ବରୁ ମୋର ଫୁଡିଜ୍ ପସନ୍ଦ ଚ୍ୟାନେଲକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ତ ଭିଡ଼ିଓ ଫୁଲ୍ ଦେଖିବେ, ଭଲ ଲାଗିଲେ ଲାଇକ୍ ସେୟାର କମେଣ୍ଟ କରିବେ, ନୂଆ ଯିଏ ଦେଖୁଛନ୍ତି ନିହାତି ଭାବରେ ସବସ୍କ୍ରାଇବ୍ କରିବେ। ତ ଫ୍ରେଣ୍ଡସ୍, ମୁଁ ସକାଳୁ ସକାଳୁ ପୋଇ କାଟିକି ନେଇ ଆସିଥିଲି। ନେଇ ଆସିକି ତାପରେ ଚିଙ୍ଗୁଡ଼ି ଶୁଖୁଆ ଆଉ ପୋଇ ଛେଚଡ଼ା ପାଇଁ ପ୍ରସ୍ତୁତ ବନେଇଥିଲି। ତ ପୋଇ, ତା ସହିତ କଦଳୀ, ତା ସହିତ କଖାରୁ, ତା ସହିତ ଆଳୁ। ଆପଣ ଚାହିଁଲେ ସାରୁ ପକାଇ ପାରିବେ। ତ ସାରୁ ହଜବେଣ୍ଡ ଖାଆନ୍ତିନି, ସେଥିପାଇଁ ମୁଁ ସାରୁ ପକାଇ ନଥିଲି। ତ ଏଇସବୁ ନେଇକି ଆମେ ଚିଙ୍ଗୁଡ଼ି ଶୁଖୁଆ ଆଉ ପୋଇ ଶାଗର ଛେଚଡ଼ାଟି ବନେଇବା। ପ୍ରଥମେ କଦଳୀକୁ କାଟି ନେବା, ପାଣି ନେଇଯିବା, କଦଳୀ କାଟିକି ପାଣିରେ ପକାଇ ନେବା। ତାପରେ କଖାରୁ କାଟି ନେବା, ଆଳୁ କାଟି ନେବା, ତାପରେ ପୋଇ ଡଙ୍କ ବି ସବୁ କାଟି ନେବା, ପତ୍ରକୁ କାଟିକି ଅଲଗା ଆମେ ରଖିନେବା। ଫ୍ରେଣ୍ଡସ୍, ଆମର ତ ଏଇ ଶୁଖୁଆ ହେଉଛି ଆମର ଓଡ଼ିଶା ସ୍ପେସିଆଲି। ଏଇଟା ହେଉଛି ପୋଇ ଶାଗର ଛେଚଡ଼ା, ପୋଇ ଶାଗ ଚିଙ୍ଗୁଡ଼ି ଶୁଖୁଆ ଛେଚଡ଼ା। ତ ଫ୍ରେଣ୍ଡସ୍, ଆପଣମାନେ ଫୁଲ୍ ଭିଡ଼ିଓ ଦେଖିବେ। ଯଦି ଭଲ ଲାଗିବ ନିହାତି ଭାବରେ ଏହି ଫୁଡିଜ୍ ପସନ୍ଦ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଆଉ ଇନଷ୍ଟାଗ୍ରାମ ଫେସବୁକରେ ଦେଖୁଥିଲେ ନିହାତି ଭାବରେ ଫଲୋ କରିବେ। ଦେଖନ୍ତୁ, ମୁଁ ଏଇଭଳି ଭାବରେ ସବୁ ପନିପରିବାକୁ ସବୁ କାଟି ନେଇଛି। ଏଇଭଳି ଭାବରେ ଆପଣମାନେ ମଧ୍ୟ କାଟି ନେବେ, କାଟିକି ପାଣିରେ ପକାଇ ନେବେ। ପରିବା ସବୁ କାଟି ସାରିଲା ପରେ ଏବେ ଚିଙ୍ଗୁଡ଼ି ଶୁଖୁଆକୁ ନେଇ ଆସିବେ। ଯେତିକି ଚିଙ୍ଗୁଡ଼ି ଶୁଖୁଆ ଆପଣମାନେ ରାନ୍ଧିବେ ସେତିକି ନେଇଯିବେ। ସେଥିରେ କିଛି ପାଣି ଦେଇକି ଭିଜେଇକି ରଖିଦେବେ, କିଛି ସମୟ ଭିଜେଇକି ରଖିଦେବେ। ତାପରେ ଆମେ ଏଠି ମସଲା ପ୍ରସ୍ତୁତ କରିନେବା। ସୋରିଷ ନେଇଯିବା, ଜିରା ନେଇଯିବା, ରସୁଣ ନେଇଯିବା, ଆଉ ଫାଳେ ଟମାଟୋ ନେଇଛି, ଆଉ ଫାଳେ ପିଆଜ ନେଇକି ପାଣି ଦେଇକି ଭଲ ଭାବରେ ସ୍ମୁଥ୍ ପେଷ୍ଟ ବନେଇ ନେବା। ଦେଖନ୍ତୁ, ଏବେ ଆମର ରେଡ଼ି ହୋଇଯାଇଛି, ମସଲାଟି ରେଡ଼ି ହୋଇଯାଇଛି। ପନିପରିବା ମଧ୍ୟ ସବୁ କାଟିକି ରଖିଦେଇଛି। ତାପରେ ଚିଙ୍ଗୁଡ଼ି ଭିଜି ଯାଇଛି, ତାକୁ ଆମେ ଭଲ ଭାବରେ 5ରୁ 6 ଥର, ଯଦି ବେଶୀ ଲାଗିବ ବି ଭଲ ଭାବରେ ଧୋଇ ନେବେ। କାରଣ ଶୁଖୁଆଟିରୁ ବହୁତ ମଇଳା ବାହାରିଥାଏ, ସେଥିପାଇଁ ଭଲ ଭାବରେ ଧୋଇ ନେବେ। ତାପରେ ଆମେ ଚାଲନ୍ତୁ ପ୍ରସ୍ତୁତ କରିବା। ଏବେ ଆମେ କଡ଼େଇ ନେଇଯିବା, ସେଥିରେ କିଛି ସୋରିଷ ତେଲ ନେଇଯିବା। ସୋରିଷ ତେଲରେ କରିଲେ ଆମର ବହୁତ ଭଲ ଫ୍ଲେଭର ଆସିଥାଏ। ତ ତାପରେ ଶୁଖୁଆଟିକୁ ଭାଜି ନେବା, ଚିଙ୍ଗୁଡ଼ି ଶୁଖୁଆଟିକୁ ପକାଇକି ଭଲ ଭାବରେ ଭାଜି ନେବା। ଦେଖନ୍ତୁ, ଏଇଠି ଆମର ଶୁଖୁଆଟି ଭାଜି ହୋଇଯାଇଛି। ତାପରେ ମୁଁ ବାହାର କରି ନେଇଛି ଗୋଟେ ପ୍ଲେଟ୍ରେ। ସେଇ କଡ଼େଇରେ ଆଉ କିଛି ତେଲ ନେଇଯିବା। ସେଇ କଡ଼େଇରେ ଆଉ କିଛି ତେଲ ନେଇଯିବା। ତାପରେ ସେଥିରେ ଲଙ୍କା ଦେଇଦେବା, ଫୁଟଣ ଦେଇଦେବା। ଫୁଟଣ ଦେଇକି ତାପରେ ଆମେ ଯେଉଁ ପରିବା ସବୁ କାଟିକି ରଖିଥିଲେ, ପୋଇ ପତ୍ରକୁ ଛାଡ଼ିଦେଲେ, ଆଉ ଯାହା ସବୁ କାଟିକି ରଖିଥିଲେ ସେଥିରେ ପକାଇଦେବା। ଆଉ ଲୁଣ ପକାଇ ନେବା, ହଳଦୀ ପକାଇ ନେବା, ଆଉ ଲଙ୍କାଗୁଣ୍ଡ ପକାଇ ନେଇକି ଭଲ ଭାବରେ ମିକ୍ସ କରିନେବା। ମିକ୍ସ କରିକି ଘୋଡ଼େଇକି ଆମେ ଫ୍ରାଏ ହେବା ପାଇଁ ଛାଡ଼ିଦେବା। କିଛି ସମୟ ଫ୍ରାଏ ହୋଇଗଲେ ଆମେ ସେଥିରେ ମସଲା ଦେଇକି ସିଝେଇ ନେବା। କିଛି ସମୟ ପ୍ରଥମେ ଫ୍ରାଏ ହେବାକୁ ଛାଡ଼ିଦେବା। ଦେଖନ୍ତୁ, କିଛି ସମୟ ଆମର ପରିବା ପତ୍ର ଗୁଡ଼ିକ ସବୁ ଫ୍ରାଏ ହୋଇଗଲା। ତାପରେ ଆମେ ସେଥିରେ ମସଲା ଦେଇଦେବା। ସୋରିଷ ମସଲା ଯେଉଁ ବାଟିକି ରଖିଥିଲେ, ଆମେ ସେଇ ମସଲାକୁ ଦେଇଦେବା। ଦେଇକି ଆମେ ପରିବା ସିଝିବା ପାଇଁ ଲୋ ଫ୍ଲେମ୍ରେ କୁକ୍ କରିବାକୁ ଛାଡ଼ିଦେବା ଘୋଡ଼େଇକି। ମଝିରେ ମଝିରେ ଚେକ୍ କରୁଥିବା ଆମର ପରିବା ଗୁଡ଼ିକୁ ସିଝିଲାଣି କି ନାହିଁ। ମଝିରେ ମଝିରେ ଚେକ୍ କରୁଥିବା ଆଉ ଘୋଡ଼େଇକି ଦେଖୁଥିବା।
ଘୋଡ଼ା କାଢ଼ିକି ଦେଖୁଥିବା। ଯେତେବେଳେ ପରିବାଟି ହାଫ୍ ସିଝିଯିବ ତାପରେ ଆମେ କ'ଣ କରିବା ନା ସେଥିରେ ପୋଇପତ୍ର ଯେଉଁ କାଟିକି ରଖିଥିଲେ ତାକୁ ପକାଇ ନେବା। ପକାଇ ଦେଇକି ମିକ୍ସ କରିକି ଘୋଡ଼େଇକି ଛାଡ଼ିଦେବା। ଆହୁରି ଲୋ ଫ୍ଲେମ୍ରେ କୁକ୍ କରିବା ପାଇଁ ଛାଡ଼ିଦେବା। ଭଲ ଭାବରେ ଦେଖିବେ ପୋଇ ଶାଗ ଆଉ ପରିବା ପତ୍ର ଭଲ ଭାବରେ ସିଝିଗଲେ ତାପରେ ଆମେ ସେଥିରେ ଦେଖନ୍ତୁ ଏଇଭଳି ଭାବରେ ସିଝିଗଲେ ଆମେ ସେଥିରେ କ'ଣ କରିବା ନା ଦେଇଦେବା ଆମର ଚିଙ୍ଗୁଡ଼ି ଶୁଖୁଆ ଯେଉଁ ଭାଜିକି ରଖିଥିଲେ ତାକୁ ଦେଇଦେବା। ଦେଇଦେଇକି ଆଉ କିଛି ସମୟ ଆମେ କୁକ୍ କରିବାକୁ ଛାଡ଼ିଦେବା। ଦେଖନ୍ତୁ ଆମର ଏବେ ପୁରା ରେଡ଼ି ହେଇଯାଇଛି ପୋଇ ଶାଗ ଆଉ ଚିଙ୍ଗୁଡ଼ିର ଯେଉଁ ଛେଚଡ଼ା। ତାପରେ ଆମେ ଧଣିଆ ପତ୍ର କିଛି ପକାଇକି ଗୋଳେଇ ନେବା। ଭଲ ଭାବରେ ମିକ୍ସ କରିନେବା। ଦେଖନ୍ତୁ ନା କେତେ ଜଲ୍ଦି ଆମର ରେଡ଼ି ହେଇଗଲା ପୋଇ ଶାଗ ଆଉ ଚିଙ୍ଗୁଡ଼ି ଶୁଖୁଆର ଛେଚଡ଼ା। ତ ଏବେ ଆମେ ତାକୁ ପ୍ଲେଟ୍ରେ କାଢ଼ି ନେବା। ଏବେ ଆପଣମାନେ ଖାଇପାରିବେ। ତ ଏଇଟା ବହୁତ ବଢ଼ିଆ ବାସ୍ନା ଆସୁଛି। ଆପଣମାନେ ନିହାତି ଭାବରେ ପୋଇ ଶାଗ ଚିଙ୍ଗୁଡ଼ି ଶୁଖୁଆର ଏହି ଛେଚଡ଼ାଟିକୁ ପ୍ରସ୍ତୁତ କରିବେ।